ମୁଁ ଆପଣଙ୍କ ଭଉଣୀକି ବିବାହ କରିବା ପାଇଁ ରାଜି। ବାଦଲ ଟିକେ ଭାବି ଚିନ୍ତି କଥାବାର୍ତ୍ତା କର। ସତ୍ୟ ବାବୁ ଆମର ଖରାପ ଭାବିବେନି। ନାଇଁ ମିଶ୍ରେ ଏତେ ଖରାପ ଭାବିବାର କହୁଛି କହିଲେ ଜମିଦାର ବାବୁଙ୍କୁ ହଁ ତାଙ୍କୁ ସଂସ୍କାର ଜଣା ଅଛି ମିଶ୍ରେ। ଆଉ ଆଉ ଇଏ ଜମିଦାର ବାବୁଙ୍କ ଘରର ମାପ କାଠିକି ମାପିବା ପାଇଁ ଇଏ ନରମ ଚାଷୀଟା କୋଉଠୁ ଆସିବ? ନା 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 ମୁଁ ଆସିଛି ବାବୁ, ମୁଁ ଆସୁଛି। ଆଜ୍ଞା ନମସ୍କାର। ଆଜ୍ଞା ହଁ ହଁ ସବୁ ତ ଆଜି ଫାଇନାଲ କରିଦେଲେ। ଆଉ ମୋ କଥା ବୁଢା ଲୋକ ଗାଡି ଭଡା ଧରି ଆସିଛି। ଦେଖନ୍ତୁ ମିଶ୍ରେ କେତେ ଅଛି ଆଜ୍ଞା? ଆପଣଙ୍କ ମିଜାଜଟାକୁ ମାପି ପାରିବି। ହଉ 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 ଆଜ୍ଞା ଆସୁଛି ଆଜ୍ଞା। ଆମେ ସୁରଜରେ ବସରେ ଚଢି ବନ୍ଦ ଛକରେ ଓହ୍ଲେଇବୁ। ବନ୍ଦ ଛକରେ ଆଉ ଗୋଟେ ବସ ଆପଣ ଆସିପାରୁ ଆଉ ଯାହା କଥାବାର୍ତ୍ତା ସାରେ ହବ ସବୁ ଫୋନରେ ହବ। ଆଜିକାଲି ସବୁ ଫୋନ ଆସ ତମ ପାଖରେ ବହୁତ କଥା ଅଛି। ଆଜି ଦିନ କଥା କହିବି। ଆଜ୍ଞା ବାଦଲ ଦିନକୁ ଦିନ ତମ ଉଦ୍ଧତା ବଢିଯାଉଛି। କଣ ଭାବୁଛୁ? ବାପା କଣ ଚାହୁଁଛୁ ମୁଁ କିଛି ବୁଝିପାରୁନି। ସମ୍ରାଟ ରାଜା ଦୁର୍ଯ୍ୟୋଧନ ଦୁଃଶାସନ ଦ୍ୱାରା ନିରୀହ ଦ୍ରୌପଦୀକୁ ବସ୍ତ୍ର ହରଣ କରିବା ପାଇଁ ରାଜସଭା ଭିତରେ ସମସ୍ତଙ୍କ ସାମ୍ନାରେ ଆଦେଶ ଦେଲେ। ବାଦଲ ଲାଭ କଣ ହେଲା? ଭଗବାନ ଶ୍ରୀକୃଷ୍ଣ ଦ୍ରୌପଦୀର କରୁଣ ଚିତ୍କାର ସହି ନ ପାରି ବସ୍ତ୍ର ଦାନ ବାଦଲ